ସନ୍ଧ୍ୟା 5ଟାରୁ ଆଜି ଷ୍ଟାର୍ଟ କରିଦେଇଥିଲି ରୋଷେଇ। ସବୁଦିନେ ତ ମୁଁ ପ୍ରାୟ 6ଟା 7ଟାରେ ହିଁ ରୋଷେଇ କରେ, କିନ୍ତୁ ଆଜି କାହିଁକି ଏତେ ଜଲ୍ଦି ରୋଷେଇ କରିଦେଇଛି ଆପଣମାନେ ଆଗକୁ ଦେଖିଲେ ଜାଣିପାରିବେ। ମୁଁ ଶୁଣିଛି ମା ବାପା ଯେମିତି ଛୁଆ ବି ସେମିତି ହୁଅନ୍ତି, ଆଉ ମୁଁ ଯାହା ଶୁଣିଛି ସେ କଥାରେ ମୁଁ ଏକମତ। କାହିଁକି କହିଲେ ଆମ ପୁଅ ବି ଆମ 2 ଜଣଙ୍କ ପରି ହିଁ ହେଇଛି। ସକାଳୁ ଆମ ସାଙ୍ଗରେ ବସିକି ରୁଟି ଖାଇ ଦେଇଥିଲା, ଆଉ ତାପରେ 11ଟାରେ ଗୁଣ୍ଡ ଖାଇ ଶୋଇ ପଡ଼ିଥିଲା। ଉଠିକି ପୁଣି ରୁଟି ଖାଇ ଦେଇଥିଲା। ରୁଟି ଖାଇଲା ସିନା, କିନ୍ତୁ ତା ମନଟା ଥିଲା ଭାତ ପାଖରେ। ସେଥିପାଇଁ ସେ ମୋତେ ରଖେଇଦେଲାନି ଭାତ ଖାଇବ ବୋଲି, ତ ମୁଁ ସଙ୍ଗେ ସଙ୍ଗେ ଯାଇ ତା ପାଇଁ ରୋଷେଇ କରିଦେଇଥିଲି। ରୋଷେଇ ସରୁ ସରୁ ମୁଁ ଆଣି ତାଙ୍କ ସଙ୍ଗେ ସଙ୍ଗେ ଖୁଆଇ ଦେଇଥିଲି, ଆଉ ସେ ଭାତ ଦେଖି ବହୁତ ଖୁସି ଦେଇଥିଲା। ମୁଁ ଆଉ ତା ବାବା ଭାତ ନ ଖାଇଲା ପର୍ଯ୍ୟନ୍ତ ଯେମିତି ମୁଣ୍ଡ ଖରାପ ହେଇଯାଏ, ତ ଆମ ପୁଅ ବି ସେମିତି ହୋଇଛି। ଭାତ ଖାଇଲା କ୍ଷଣି ସାଙ୍ଗେ ସାଙ୍ଗେ ତାକୁ ନିଦ ଚାଲି ଆସିଲା, ଶୋଇପଡ଼ିଥିଲା। ଦେଖିଲାବେଳକୁ ତାର ହଗିସ୍ ନଥିଲା, ତ ଜଲ୍ଦି ଜଲ୍ଦି ଆମେ 2 ଜଣ ଯାଇ ଦୋକାନରୁ ନେଇ ଆସିଥିଲୁ ତା ପାଇଁ ହଗିସ୍। ତାପରେ ଦୋକାନରୁ ଆସି ଆମେ ସମସ୍ତେ ଖାଇଦେଇ ଶୋଇପଡ଼ିଥିଲୁ। ଜଗନ୍ନାଥ।